ଯେତେବେଳେ ଚାହିଁବେ ସେ ନାରୀ ତୁମକୁ ଦବ। ମିଳନ ପାଇଁ ରାତିଦିନ ରୁମ୍କୁ ଡାକିବ। କେବଳ ସକାଳୁ ବାସି ମୁହଁରେ 3 ଢୋକ ପାଣି ପିଇ ଦିଅନ୍ତୁ, ତାପରେ ଦେଖିବେ ଚମତ୍କାର। ସନ୍ଧ୍ୟା ସୁଦ୍ଧା ସେ ନାରୀ ତୁମ ପ୍ରେମରେ ଦିବାନୀ ହେଇଯାଇଥିବ। ନିଜେ ତୁମକୁ ଫୋନ୍ କରିବ, ହାତ ଧରିକି ରୁମ୍କୁ ଡାକିବ, ଯାହା ଚାହିଁବେ ତାହା କରିବ। ହଁ ଫ୍ରେଣ୍ଡସ୍, ଯଦି ଆପଣ କେଉଁ ଝିଅକୁ ମନେ ମନେ ଭଲ ପାଉଛନ୍ତି କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି, ତାକୁ ନିଜର ମନ କଥା କହିପାରୁନାହାନ୍ତି, ଆଉ ଆପଣ ଚାହୁଁଛନ୍ତି କି ସେ ଝିଅ ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହୁ, ତେବେ ସକାଳୁ ବାସି ମୁହଁରେ 3 ଢୋକ ପାଣି ପିଇ ଦିଅନ୍ତୁ। ଗ୍ୟାରେଣ୍ଟି ଦେଉଛି ସେ ଝିଅ ଆପଣଙ୍କୁ ଦେଖିବା ମାତ୍ରେ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଯେମିତି ସନ୍ଧ୍ୟା ହେବ ସିଏ ନିଜେ ଆପଣଙ୍କୁ ଫୋନ୍ କରିବ, ଘରକୁ ଡାକିବ, ଯାହା ଚାହିଁବେ ତାହା କରିବ। ତେବେ ଏହି ବଶୀକରଣ ଆପଣ କିପରି କରିବେ, କେମିତି କରିବେ, ଚାଲନ୍ତୁ ଜାଣିବା। ମନେ ରଖନ୍ତୁ, ଏହି ବଶୀକରଣ ବିଧିକୁ ଆପଣ କେଉଁ ବି ବାରରେ କରିପାରିବେ, କିନ୍ତୁ ଯେବେ ବି କରିବେ ସକାଳୁ ବାସି ମୁହଁରେ କରିବେ। ପ୍ରଥମେ ଆପଣ କ'ଣ କରିବେ, ଧ୍ୟାନ ସହିତ ଶୁଣନ୍ତୁ। ଯେଉଁଦିନ ଆପଣ ଏହି ବଶୀକରଣ କରିବେ ତାର ପୂର୍ବଦିନ ରାତିରୁ ଯେତେବେଳେ ଆପଣ ଶୋଇବା ପାଇଁ ଯିବେ, ଗୋଟିଏ ଗ୍ଲାସରେ ଚିନି ପାଣି ଆଣିବେ। ତାପରେ 7 ଥର ସେ ଝିଅ ବା ସ୍ତ୍ରୀର ନାମ କହିକି ପାଣି ଗ୍ଲାସରେ ଗୋଟିଏ ଥର ଫୁଙ୍କିଦେବେ। ଏତିକି କରିସାରିବା ପରେ ସେ ଚିନି ପାଣିର ଗ୍ଲାସକୁ ନିଜର ଖଟ ତଳେ ରଖିକି ଶୋଇପଡ଼ିବେ। ଯଦି ଆପଣ ଖଟରେ ଶୋଉନାହାନ୍ତି, ତଳେ ଶୋଉଛନ୍ତି, ତେବେ ଆପଣ ସେ ଚିନି ପାଣିର ଗ୍ଲାସକୁ ନିଜର ମୁଣ୍ଡ ପାଖରେ ରଖିକି ଶୋଇପଡ଼ିବେ। ଯେମିତି ଆପଣ ସକାଳୁ ଉଠିବେ ବାସି ମୁହଁରେ ସେଇ ଝିଅ ବା ସ୍ତ୍ରୀର ନାମ କହିବେ, ତାପରେ 3 ଢୋକ ପାଣି ପିଇଦେବେ। ଦେଖନ୍ତୁ, ମନେକର ଆପଣ ଯେଉଁ ଝିଅକୁ ବଶରେ କରିବାକୁ ଚାହୁଁଛନ୍ତି ତାର ନାମ ହେଉଛି ଲିପି, ତେବେ ଆପଣ ଏହିପରି କହିବେ, ଲିପି ତୀବ୍ର ବଶୀଭୂତଂ। ଗୋଟିଏ ଢୋକ ପାଣି ପିଇଦେବେ। ଆଉ ଥରେ କହିବେ, ଲିପି ତୀବ୍ର ବଶୀଭୂତଂ, ଆଉ ଗୋଟିଏ ଢୋକ ପାଣି ପିଇଦେବେ। ଏହିପରି ଆପଣ 3 ଥର କହିବେ ଆଉ 3 ଢୋକ ପାଣି ପିଇଦେବେ। ଗ୍ୟାରେଣ୍ଟି ଦେଉଛି ଯେମିତି ଆପଣ ଏପଟେ ଏହି ବଶୀକରଣ କରିବେ, ସେପଟେ ପ୍ରଭାବ ପଡ଼ିବା ଆରମ୍ଭ ହୋଇଯିବ। ସେ ଝିଅ ବା ବିବାହିତା ନାରୀ ସନ୍ଧ୍ୟା ସୁଦ୍ଧା ଆପଣଙ୍କର ବଶରେ ହେଇଯାଇଥିବ। ଧନ୍ୟବାଦ।